ସୁରଭି 2025 ପ୍ରବନ୍ଧ ଲିଖନ ବା ଏସେ ଆମକୁ ଏଟାକୁ ଓଡ଼ିଆରେ ଲେଖିବାକୁ ପଡ଼ିବ। ଏହାର ବିଷୟଟି ହେଉଛି ଏକବିଂଶ ଶତାବ୍ଦୀର ଦକ୍ଷତା ବିକାଶରେ ବିଦ୍ୟାଳୟ ଶିକ୍ଷାର ଭୂମିକା। ସମୟ ଆପଣଙ୍କୁ ସେମାନେ 1 ଘଣ୍ଟା ଦେବେ, ଆପଣ 1 ଘଣ୍ଟା ଭିତରେ ୟାକୁ ଲେଖିବାକୁ ପଡ଼ିବ। 1 ଘଣ୍ଟାରେ ଯେତିକି ଲେଖାଯାଇପାରିବ ତାକୁ ଦୃଷ୍ଟିରେ ରଖି ମୁଁ ଏହି ଭିଡ଼ିଓଟିକୁ ପ୍ରସ୍ତୁତ କରିଛି ଏବଂ ଏଠାରେ ଯେହେତୁ ଓଡ଼ିଆର ରଚନା ଏଇଟା ବା ଓଡ଼ିଆ ପ୍ରବନ୍ଧ ବେଶୀ ପରିମାଣରେ ଓଡ଼ିଆ ଶବ୍ଦ ବ୍ୟବହାର କରିବାକୁ ଚେଷ୍ଟା କରିଛି, କିନ୍ତୁ ଯେଉଁଗୁଡ଼ିକ ଓଡ଼ିଆ ସମ୍ଭବ ନୁହେଁ ସେଗୁଡ଼ିକୁ ମୁଁ ଇଂରାଜୀରେ ବା ଇଂରାଜୀ ଟର୍ମ ଗୁଡ଼ିକ ଲେଖିଛି। ଆପଣ ପ୍ରଥମେ ଉପକ୍ରମ ଲେଖିବେ। ଏକବିଂଶ ଶତାବ୍ଦୀ ହେଉଛି ଦ୍ରୁତ ପରିବର୍ତ୍ତନର ଯୁଗ, ବୈଜ୍ଞାନିକ ଅଗ୍ରଗତି, ଡିଜିଟାଲ କ୍ରାନ୍ତି ଏବଂ ବିଶ୍ୱବ୍ୟାପୀ ସଂଯୋଗ ଯୋଗୁଁ ମାନବ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ନୂତନ ସମସ୍ୟା ଓ ସୁଯୋଗ ସୃଷ୍ଟି ହୋଇଛି। ଏହି ଯୁଗରେ ସଫଳତା ପାଇବା ପାଇଁ କେବଳ ପାରମ୍ପରିକ ଜ୍ଞାନ ଯଥେଷ୍ଟ ନୁହେଁ, ବରଂ ଦକ୍ଷତା ବିକାଶ ଅତ୍ୟନ୍ତ ଆବଶ୍ୟକ। ଏକବିଂଶ ଶତାବ୍ଦୀର ଦକ୍ଷତା ମଧ୍ୟରେ ସମାଲୋଚନାତ୍ମକ ଚିନ୍ତନ, ସୃଜନଶୀଳତା, ଯୋଗାଯୋଗ, ସହଯୋଗ, ଡିଜିଟାଲ ସାକ୍ଷରତା ଏବଂ ଜୀବନଶୈଳୀ ଦକ୍ଷତା ଆଦି ଅନ୍ତର୍ଭୁକ୍ତ। ଏହି ଦକ୍ଷତା ଗୁଡ଼ିକର ବିକାଶରେ ବିଦ୍ୟାଳୟ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଦ୍ୟାଳୟ ହେଉଛି ଶିଶୁମାନଙ୍କର ପ୍ରାରମ୍ଭିକ ଶିକ୍ଷଣ କ୍ଷେତ୍ର, ଯେଉଁଠାରେ ସେମାନେ ଭବିଷ୍ୟତର ନାଗରିକ ଭାବରେ ଗଢ଼ି ଉଠନ୍ତି। ତାପରେ ହେଡିଂ ଦେବେ, ଦେଖନ୍ତୁ ଏଇଟା ଏକବିଂଶ ଶତାବ୍ଦୀର ଦକ୍ଷତା ଏବଂ ବିଦ୍ୟାଳୟର ଅବଦାନ। ଏକବିଂଶ ଶତାବ୍ଦୀର ଦକ୍ଷତା ଗୁଡ଼ିକ ପାରମ୍ପରିକ ଶିକ୍ଷାରୁ ଭିନ୍ନ। ପୂର୍ବରୁ ଶିକ୍ଷା କେବଳ ସ୍ମରଣ ଶକ୍ତି ଉପରେ ଆଧାରିତ ଥିଲା, କିନ୍ତୁ ବର୍ତ୍ତମାନର ଯୁଗରେ ସମସ୍ୟା ସମାଧାନ, ନୂତନ ଚିନ୍ତାଧାରା ଏବଂ ଟେକ୍ନୋଲୋଜିର ଉପଯୋଗ ଅଧିକ ଆବଶ୍ୟକ। ବିଦ୍ୟାଳୟ ଶିକ୍ଷା ଏହି ଦକ୍ଷତା ଗୁଡ଼ିକର ବିକାଶରେ ମୂଳ ଭିତ୍ତିସ୍ତମ୍ଭ ଭାବରେ କାର୍ଯ୍ୟ କରେ। ପ୍ରଥମେ ବା ପ୍ରଥମତଃ ଲେଖିଲେ ବି ଚଳିବ ଏଠି। ବିଦ୍ୟାଳୟର ପାଠ୍ୟକ୍ରମ ଏବଂ ଶିକ୍ଷଣ ପଦ୍ଧତି ମାଧ୍ୟମରେ ସମାଲୋଚନାତ୍ମକ ଚିନ୍ତନ ଏବଂ ସମସ୍ୟା ସମାଧାନ ଦକ୍ଷତା ବିକଶିତ ହୋଇପାରେ। ଉଦାହରଣ ସ୍ୱରୂପ, ପ୍ରୋଜେକ୍ଟ ଆଧାରିତ ଶିକ୍ଷଣ ମାଧ୍ୟମରେ ଛାତ୍ରଛାତ୍ରୀମାନେ ବାସ୍ତବ ଜୀବନର ସମସ୍ୟାଗୁଡ଼ିକୁ ସମାଧାନ କରିବା ଶିଖନ୍ତି। ଏହା ସେମାନଙ୍କୁ କେବଳ ଜ୍ଞାନ ପ୍ରାପ୍ତି ନୁହେଁ, ବରଂ ତାହାର ପ୍ରୟୋଗ କରିବାର କ୍ଷମତା ପ୍ରଦାନ କରେ। ଭାରତର ନୂତନ ଶିକ୍ଷାନୀତି ବା ନ୍ୟାସନାଲ ଏଜୁକେସନ ପଲିସି 2020, ତାକୁ ସର୍ଟରେ ମଧ୍ୟ NEP 2020 କୁହନ୍ତି, ଏହି ଦିଗରେ ଗୁରୁତ୍ୱ ଦେଇଛି, ଯେଉଁଥିରେ ଦକ୍ଷତା ଆଧାରିତ ପାଠ୍ୟକ୍ରମକୁ ପ୍ରୋତ୍ସାହିତ କରାଯାଇଛି। ଦ୍ୱିତୀୟତଃ, ସୃଜନଶୀଳତା ଏବଂ ଯୋଗାଯୋଗ ଦକ୍ଷତାର ବିକାଶରେ ବିଦ୍ୟାଳୟର ଭୂମିକା ଅନନ୍ୟ। କଳା, ସଙ୍ଗୀତ, ନାଟକ ଏବଂ ଖେଳକୁଦ ଭଳି ଅତିରିକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରମାନେ ନିଜର ସୃଜନାତ୍ମକ ଶକ୍ତିକୁ ପ୍ରକାଶ କରନ୍ତି। ଗ୍ରୁପ ଡିସ୍କସନ, ଡିବେଟ୍ ଏବଂ ପ୍ରେଜେଣ୍ଟେସନ ଭଳି କାର୍ଯ୍ୟକ୍ରମ ଯୋଗାଯୋଗ ଏବଂ ସହଯୋଗ ଦକ୍ଷତାକୁ ବୃଦ୍ଧି କରେ। ଏହା ସେମାନଙ୍କୁ ଟିମ୍ୱାର୍କ ଏବଂ ନେତୃତ୍ୱ ଗୁଣ ଶିଖାଏ, ଯାହା ଭବିଷ୍ୟତର କର୍ମକ୍ଷେତ୍ରରେ ଅତ୍ୟନ୍ତ ଆବଶ୍ୟକ। ଆମେ ପଏଣ୍ଟ ପଏଣ୍ଟ କରିକି ଲେଖୁଛେ। ଫାଷ୍ଟ ଗଲା, ଏଟା ସେକେଣ୍ଡ, ତାପରେ ଆମେ ଥାର୍ଡ ଲେଖିବା। ତୃତୀୟତଃ, ଡିଜିଟାଲ ସ୍ୱାକ୍ଷରତା ଏବଂ ଟେକ୍ନୋଲୋଜି ଏକୀକରଣରେ ବିଦ୍ୟାଳୟର ଭୂମିକା ଅତ୍ୟଧିକ। ଆଜିର ଯୁଗରେ ଇଣ୍ଟରନେଟ୍, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ଏବଂ ରୋବୋଟିକ୍ସ ଭଳି ଟେକ୍ନୋଲୋଜି ଜୀବନର ଅଙ୍ଗ ପାଲଟିଛି। ବିଦ୍ୟାଳୟଗୁଡ଼ିକରେ କମ୍ପ୍ୟୁଟର ଲ୍ୟାବ୍, ଅନଲାଇନ ଶିକ୍ଷଣ ଏବଂ କୋଡିଂ କୋର୍ସ ବା କୋଡିଂ କ୍ଲାସ ମାଧ୍ୟମରେ ଛାତ୍ରମାନେ ଏହି ଦକ୍ଷତା ଅର୍ଜନ କରନ୍ତି।
କୋଭିଡ-19 ମହାମାରୀ ସମୟରେ ଅନଲାଇନ ଶିକ୍ଷାର ଉଦାହରଣ ଏହାର ପ୍ରମାଣ। ଏହା କେବଳ ଛାତ୍ରଛାତ୍ରୀମାନଙ୍କୁ ଡିଜିଟାଲ ଦୁନିଆରେ ଅଭ୍ୟସ୍ତ କରେ ନାହିଁ, ବରଂ ସାଇବର ସୁରକ୍ଷା ଏବଂ ନୈତିକ ଟେକ୍ନୋଲୋଜି ଉପଯୋଗ ଶିଖାଏ। ଏହା ବ୍ୟତୀତ ବିଦ୍ୟାଳୟ ଶିକ୍ଷା ଜୀବନଶୈଳୀ ଦକ୍ଷତା ଯଥା ଭାବନାତ୍ମକ ବୁଦ୍ଧି, ସ୍ଥିରତା ଏବଂ ନୈତିକତା ବିକାଶରେ ସହାୟକ। ବିଦ୍ୟାଳୟର ପରିବେଶ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ସାମାଜିକ ପୃଷ୍ଠଭୂମିରୁ ଆସିଥିବା ସହପାଠୀମାନଙ୍କ ସହିତ ମିଶିବାର ସୁଯୋଗ ପ୍ରଦାନ କରେ, ଯାହା ସହନଶୀଳତା ଏବଂ ବିବିଧତାର ମୂଲ୍ୟବୋଧ ଶିଖାଏ। ତାପରେ ଦେଖନ୍ତୁ, ଆମେ ଚ୍ୟାଲେଞ୍ଜ ଏବଂ ଏହାର ସମାଧାନ ଗୁଡ଼ିକୁ ଲେଖିବା। ତା ଆଗରୁ ମୁଁ ଆପଣଙ୍କୁ କହି ରଖିବି, ଆମ ଚ୍ୟାନେଲରେ ସୁରଭିର କୁଇଜ ଭିଡିଓ ହେଉ, ରଚନା ହେଉ, ଡିବେଟ୍ ହେଉ, ସବୁ ଭିଡିଓ ଅପଲୋଡ ହେଇଛି ବା ଆଗକୁ ମଧ୍ୟ ଅପଲୋଡ କରାଯିବ। ଯେଉଁଗୁଡ଼ିକ ହେଇନାହିଁ ଆପଣ ଯଦି ସେଗୁଡ଼ିକୁ ଦେଖିବାକୁ ଚାହୁଁଛନ୍ତି ଦେଖିବେ। ଯଦି ଭିଡିଓଟି ଭଲ ଲାଗୁଛି ଭିଡିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ କରିବେ। ଚ୍ୟାଲେଞ୍ଜ ଏବଂ ସମାଧାନ। ଯଦିଓ ବିଦ୍ୟାଳୟ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ, ତଥାପି କିଛି ଚ୍ୟାଲେଞ୍ଜ ରହିଛି। ପାରମ୍ପରିକ ପରୀକ୍ଷା ଆଧାରିତ ବ୍ୟବସ୍ଥା ଦକ୍ଷତା ବିକାଶକୁ ବାଧା ଦେଉଛି। ଗ୍ରାମୀଣ ଅଞ୍ଚଳରେ ଟେକ୍ନୋଲୋଜିର ଅଭାବ ଏବଂ ଶିକ୍ଷକମାନଙ୍କର ପ୍ରଶିକ୍ଷଣର ଅଭାବ ମଧ୍ୟ ସମସ୍ୟା। ଏହାର ସମାଧାନ ପାଇଁ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଡିଜିଟାଲ ଇନଫ୍ରାଷ୍ଟ୍ରକ୍ଚର ବୃଦ୍ଧି ଏବଂ ପାଠ୍ୟକ୍ରମର ପରିବର୍ତ୍ତନ ଆବଶ୍ୟକ। ସରକାରୀ ଏବଂ ବେସରକାରୀ ସହଯୋଗ ମାଧ୍ୟମରେ ଏହା ସମ୍ଭବ। ଆମେ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛେ। ଏବେ ଆମେ ଉପସଂହାର ଲେଖିବା ବା କନକ୍ଲୁଜନ। ଏକବିଂଶ ଶତାବ୍ଦୀର ଦକ୍ଷତା ବିକାଶରେ ବିଦ୍ୟାଳୟ ଶିକ୍ଷାର ଭୂମିକା ଅପରିହାର୍ଯ୍ୟ। ଏହା କେବଳ ବ୍ୟକ୍ତିଗତ ବିକାଶ ନୁହେଁ, ବରଂ ରାଷ୍ଟ୍ରୀୟ ଏବଂ ବିଶ୍ୱବ୍ୟାପୀ ଅଗ୍ରଗତିର ମୂଳଦୁଆ। ଯଦି ବିଦ୍ୟାଳୟଗୁଡ଼ିକ ନୂତନ ଯୁଗର ଆବଶ୍ୟକତା ଅନୁସାରେ ପରିବର୍ତ୍ତନ ହୁଅନ୍ତି, ଶିକ୍ଷାର ଏହି ପରିବର୍ତ୍ତନ କେବଳ ଏକ ଆବଶ୍ୟକତା ନୁହେଁ, ବରଂ ଏକ ସୁଯୋଗ, ଯାହା ଏକ ଉତ୍ତମ ବିଶ୍ୱ ଗଠନ କରିବ। ଏଇଠାରେ ଆମର ଏସେ ବା ପ୍ରବନ୍ଧଟି ସରିଯାଇଛି। ଯଦି ଆପଣଙ୍କୁ ଭିଡିଓଟି ଭଲ ଲାଗିଥାଏ, ଭିଡିଓକୁ ଆପଣ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ତା ସହିତ ଡିବେଟ୍ ହେଉ ବା ଇଲୋକେସନ ହେଉ, କୁଇଜ ହେଉ, ସବୁ ଭିଡିଓ ଆମ ଚ୍ୟାନେଲରେ ଅପଲୋଡ ହେଇଛି, ଆଗକୁ ମଧ୍ୟ ହେବ। ଧନ୍ୟବାଦ।